ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ୍ ସ୍ଥାପନ ବୋର୍ଡ ମାରି କୁକୁଡ଼ା ଫାର୍ମ କରେଣ୍ଟରେ 2 ଗାଈଙ୍କର ମୃତ୍ୟୁ ଯୋଗୁଁ ଗ୍ରାମରେ ଉତ୍ତେଜନା। ଢେଙ୍କାନାଳ ଜିଲ୍ଲା ଗଅଁଦିଆ ଥାନା ସୋରିଷପଦା ଗ୍ରାମ ପଞ୍ଚାୟତ ରାମେଇଖମାର ରାଜସ୍ୱ ମୌଜା ପଧାନୀ ଟାଙ୍ଗର ଥିବା ଏକ କୁକୁଡ଼ା ଫାର୍ମ ବାଡ଼ରେ କରେଣ୍ଟ ଲାଗି ଗ୍ରାମର ଜଣେ ଚାଷୀଙ୍କର ଗୋରୁ ମରିଯିବା ଫଳରେ ଗ୍ରାମରେ ଉତ୍ତେଜନା ସୃଷ୍ଟି ହୋଇଛି। ଗଅଁଦିଆ ଥାନା ଆଇଆଇସି ଓ ସୋରିଷପଦା ଗ୍ରାମ ପଞ୍ଚାୟତର ସରପଞ୍ଚ ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କୁ ବୁଝାସୁଝା କରିଛନ୍ତି। କିନ୍ତୁ ଆଦିବାସୀ ଗ୍ରାମବାସୀମାନେ ଏଠାରୁ କୁକୁଡ଼ା ଫାର୍ମକୁ ହଟାଇବାକୁ ଜିଦ୍ରେ ଅଟଳ ଅଛନ୍ତି। ସୂଚନା ଅନୁସାରେ ସୋରିଷିଆପଦା ଗ୍ରାମ ପଞ୍ଚାୟତର ରାମେଇଖମାର ରାଜସ୍ୱ ମୌଜାର ପଧାନୀ ଟାଙ୍ଗରପଡ଼ା ଗ୍ରାମ ନିକଟରେ ଏକ ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ୍ ସ୍ଥାପନ ପାଇଁ କଟକ ଜିଲ୍ଲାର ଜଣେ ଉଦ୍ୟୋଗୀ ଗ୍ରାମବାସୀମାନଙ୍କ ସହିତ ଆଲୋଚନା କରି କାର୍ଯ୍ୟାରମ୍ଭ କରିଥିଲେ। କିନ୍ତୁ ସେଠାରେ ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ୍ ବଦଳରେ କୁକୁଡ଼ା ଫାର୍ମ ଆରମ୍ଭ କରିଥିଲେ, ଯାହାକୁ ଗ୍ରାମବାସୀମାନେ ବିରୋଧ କରି ଗତ 5/2/2024 ଢେଙ୍କାନାଳ ଉପଜିଲ୍ଲାପାଳଙ୍କୁ ଲିଖିତ ଭାବେ ଜଣାଇଥିଲେ। କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ନ ହେବାରୁ ଗ୍ରାମବାସୀମାନେ ଅସନ୍ତୋଷ ପ୍ରକାଶ କରିଥିଲେ। ଗ୍ରାମର 45ଟି ଆଦିବାସୀ ଜନଜାତି ପରିବାର ବାସ କରୁଥିବା ଏହି ଗ୍ରାମର ଶାନ୍ତ ଓ ସ୍ୱଚ୍ଛ ପରିବେଶ ନଷ୍ଟ ହେବା, ପ୍ରାୟ 500 ଲୋକଙ୍କର ଜୀବନ ପ୍ରତି ବିପଦ ଦେଖାଦେଇଥିବା ଗ୍ରାମବାସୀ ଅଭିଯୋଗ କରିଥିଲେ ମଧ୍ୟ କେହି ଶୁଣିନଥିଲେ। ବର୍ଷା ଋତୁ ଆରମ୍ଭରେ କୁକୁଡ଼ା ଫାର୍ମର ଗନ୍ଧ ଓ ଅପରିଷ୍କାର ପରିବେଶ ଯୋଗୁଁ ପରିବେଶରେ ରହିବା ଅସହ୍ୟ ହେଉଛି। ସାହି ବାସିନ୍ଦା ଗାଧୋଉଥିବା ନାଳରେ ଫାର୍ମର ଅସନା ପାଣି ମିଶି ଦୂଷିତ ହେଉଛି। ପୁନଶ୍ଚ ଗ୍ରାମ ପାଖରେ ମଲା କୁକୁଡ଼ା ପଡ଼ିବା ଯୋଗୁଁ ପରିବେଶ ଦୂଷିତ ହୋଇ ଗ୍ରାମର ପିଲାମାନେ ବିଭିନ୍ନ ପ୍ରକାର ରୋଗର ଶିକାର ହେଉଛନ୍ତି ବୋଲି ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି। ଫାର୍ମର ବିଦ୍ୟୁତ୍ କରେଣ୍ଟରେ ଗ୍ରାମର ଜଣେ ଚାଷୀଙ୍କର ଗୋରୁ ମରିବା ଯୋଗୁଁ ଗତକାଲି ଗ୍ରାମବାସୀମାନେ ଉତ୍ତେଜିତ ହୋଇ ଫାର୍ମର ଫାଟକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି ଜଗି ରହିଥିଲେ। ଖବର ପାଇ ଗଅଁଦିଆ ଆଇଆଇସି ସଲିଲ କୁମାର ପ୍ରଧାନ, ସୋରିଷିଆପଦା ପଞ୍ଚାୟତ ସରପଞ୍ଚ ପ୍ରଦୀପ କୁମାର ରାଉତ ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ଗ୍ରାମବାସୀମାନେ ଏଠାରୁ କୁକୁଡ଼ା ଫାର୍ମକୁ ହଟାଇ ଦିଆଯିବାକୁ ଜିଦ୍ରେ ଅଟଳ ଅଛନ୍ତି। କୁକୁଡ଼ା ଫାର୍ମ ଫାଟକରେ ଖାଦ୍ୟ ପ୍ରକ୍ରିୟାକରଣରେ ବୋର୍ଡ ମରାଯାଇ କୁକୁଡ଼ା ଫାର୍ମ ହୋଇଥିବାରୁ ଏଠାରେ ଅନେକ ପ୍ରଶ୍ନ ଉଠୁଛି। ଏଠାରେ ଉପଯୁକ୍ତ ତଦନ୍ତ କରିବା ସହିତ ଗ୍ରାମର ଆଦିବାସୀମାନଙ୍କୁ ନ୍ୟାୟ ପ୍ରଦାନ କରିବାକୁ ଗ୍ରାମବାସୀମାନେ ଦାବି ଜଣାଇଛନ୍ତି। ଢେଙ୍କାନାଳରୁ ସୌମ୍ୟରଞ୍ଜନ ମହାନ୍ତିଙ୍କ ରିପୋର୍ଟ, ନାଗରାଜ ନ୍ୟୁଜ୍।